30/19/14। ପ୍ରତିଦିନ ପ୍ରଭାତରେ ଆମର ଚିନ୍ତା ଯେପରି ତୋ ଆଡ଼କୁ ଉଠି ଚାଲୁ, ତାହା ଯେପରି ତୋତେ ଜିଜ୍ଞାସା କରୁ ତୋର ଅଭିବ୍ୟକ୍ତି ଓ ସେବା ପାଇଁ ସର୍ବୋତ୍ତମ କେଉଁ କର୍ମ ଆମେ କରିପାରୁ। ପ୍ରତି ମୁହୂର୍ତ୍ତରେ ଆମେ ଅନେକ ବାଛ ବିଚାର କରୁ। ଦେଖିଲେ ମନେ ହେବ ଯେପରି ସେସବୁର କାହାରି କିଛି ବିଶେଷତ୍ୱ ନାହିଁ, କିନ୍ତୁ ବସ୍ତୁତଃ ସେଗୁଡ଼ିକର ମୂଲ୍ୟ ଅନେକ। କାରଣ ଆମେ ଯେପରି ଭାବେ ବାଛ ବିଚାର କରୁ, ସେହି ଅନୁସାରେ ଗୋଟିକର ବା ଅନ୍ୟଟିର କାର୍ଯ୍ୟ କାରଣ ପରମ୍ପରାର ଅନୁଗତ ହୋଇ ଚାଲୁ। ତେଣୁ ପ୍ରତି ମୁହୂର୍ତ୍ତରେ ଆମର ମନୋଭାବ ଏପରି ହେଉ ଯେପରି ତୋର ଦିବ୍ୟ ଇଚ୍ଛା ହିଁ ଆମର ନିର୍ବାଚନକୁ ନିର୍ଦ୍ଦିଷ୍ଟ କରିଦିଏ, ଏବଂ ଏହି ଭାବରେ ତୁ ଯେପରି ଆମ ସମଗ୍ର ଜୀବନର ଦିଶାରି ହୋଇ ଉଠୁ। ଯେତେବେଳେ ଆମେ ଗୋଟିଏ ପଥ ବାଛି ନେଉ, ସେତେବେଳେ ଆମର ଚେତନା ଯେଉଁ ଅବସ୍ଥାରେ ଥାଏ, ବାସ୍ତବତାର ଯେଉଁ କ୍ଷେତ୍ରରେ ଆମେ ସଚେତନ ଥାଉ, ସେହି କର୍ମଧାରା ନିକଟରେ ହିଁ ନିଜକୁ ସମର୍ପି ଦେଉ। ସେଥିପାଇଁ ଏହିସବୁ ଅପ୍ରତ୍ୟାଶିତ ଅସ୍ୱସ୍ତିକର ଫଳ ଆସି ଦେଖାଦିଏ, ଯାହା ସବୁ ଆମ ଜୀବନର ମୋଟ ଧାରାଟିର ସମ୍ପୂର୍ଣ୍ଣ ବିପରୀତ, ଏବଂ ସେହି ସବୁ ଏପରି ପ୍ରତିବନ୍ଧକ ହୋଇ ଉଠେ ଯାହାକୁ ଅତିକ୍ରମ କରିବା ଅତ୍ୟନ୍ତ ଦୁଷ୍କର ହୋଇ ଉଠେ। ସୁତରାଂ ହେ ଦିବ୍ୟ ପ୍ରେମର ପ୍ରଭୁ, ଆମେମାନେ ଚାହୁଁ ତୋ ସମ୍ବନ୍ଧରେ, ଏକମାତ୍ର ତୋ ସମ୍ବନ୍ଧରେ ହିଁ ସଚେତନ ରହିବାକୁ। ଯେତେବେଳେ ଆମେମାନେ କୌଣସି ସିଦ୍ଧାନ୍ତ କରୁ, ଯେତେବେଳେ କିଛି ବାଛି ନେଉ, ସେତେବେଳେ ଯେପରି ତୋର ପରମ ବିଧାନ ସଙ୍ଗେ ଏକୀଭୂତ ହେଉ, ଯେଉଁଥିରେ ତୋର ଇଚ୍ଛା ହିଁ ଯେପରି ଆମକୁ ନିୟନ୍ତ୍ରିତ କରି ଆମମାନଙ୍କର ଜୀବନ ଯେପରି ତୋତେ ସମର୍ପିତ ହୁଏ ଅଖଣ୍ଡ ଓ ସକ୍ରିୟ ଭାବରେ। ତୋରି ଆଲୋକରେ ହିଁ ଆମମାନଙ୍କର ଦୃଷ୍ଟି, ତୋରି ଚେତନାରେ ହିଁ ଆମମାନଙ୍କର ଜ୍ଞାନ, ତୋରି ଇଚ୍ଛାରେ ହିଁ ଆମମାନଙ୍କର ସିଦ୍ଧି। ମା